ଏହି ଦିନ ଖାତାକୁ ଆସିବ ସୁଭଦ୍ରାର ଚତୁର୍ଥ କିସ୍ତି। 5,000 ଟଙ୍କା ଲେଖାଏଁ ପାଇବେ କୋଟିଏ ମହିଳା। ତାରିଖ କହିଦେଲେ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ହେଲା ଅପେକ୍ଷାର ଅନ୍ତ, ଘୋଷଣା କଲେ ସରକାର। ଏହି ଦିନ ଖାତାକୁ ଆସିବ ଟଙ୍କା। ଏକାଥରେ କୋଟିଏ ଲୋକଙ୍କ ଖାତାକୁ ଟଙ୍କା ପଠାଇବେ ସରକାର। ହଁ ଆଜ୍ଞା, ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି। କୋଟିଏ ମହିଳାଙ୍କ ଖାତାକୁ ଏକାଥରେ 5,000 ଲେଖାଏଁ ଟଙ୍କା ପଠାଇବେ ରାଜ୍ୟ ସରକାର। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି ଦେଖିବା, ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର 3ଟି କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି। 3ଟି କିସ୍ତିରେ ମୋଟ 15,000 ଟଙ୍କା ପାଇସାରିଛନ୍ତି 1 କୋଟିରୁ ଅଧିକ ହିତାଧିକାରୀ। ଏହା ସହିତ ଗତ 22 ତାରିଖରେ ନୂଆ କରି ଆବେଦନ କରିଥିବା ଏବଂ ପୂର୍ବ କିସ୍ତି ପାଇନଥିବା ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର। ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ଟଙ୍କା ଦିଆଯାଇଥିଲା। ସେମାନେ ଏକା ସାଙ୍ଗରେ 2ଟି କିସ୍ତି ପାଇଛନ୍ତି। ସେହିପରି ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଥିଲା। ସମସ୍ତଙ୍କ ଖାତାକୁ ଗତ ମାସ 22 ତାରିଖରେ ସୁଭଦ୍ରା ଟଙ୍କା ଆସିଛି। ଏକକାଳୀନ 315 କୋଟି ଟଙ୍କା ପଠାଇଥିଲେ ରାଜ୍ୟ ସରକାର। ଏଥର ମୋଟ 4,57,681 ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିଭଳି ନୂଆ କରି ଆବେଦନ କରିଥିବା 1,78,398 ଜଣ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଯାଇଥିଲା। ତେବେ ଚତୁର୍ଥ କିସ୍ତି ଟଙ୍କା କେବେ ଆସିବ, କେଉଁମାନେ ପାଇବେ, ଏମିତି ଅନେକ ପ୍ରଶ୍ନ ଉଠୁଥିଲା। ତେବେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଅନେକ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଉ ଏବେ ଚତୁର୍ଥ କିସ୍ତି ତାରିଖ ବି ଘୋଷଣା କରିଦେଲେ ରାଜ୍ୟ ସରକାର। ଧନ୍ୟବାଦ।